ଆମେ ଯେତେବେଳେ ଛୋଟ ହେଇଥିଲେ ନା ବାପା ମାଙ୍କୁ କେତେ କଷ୍ଟ ଦଉଥିଲେ, କେତେ ଅଳି ଅଝଟ କରୁଥିଲେ, ତାଙ୍କଠୁ ପଇସା ମାଗି ଚକୋଲେଟ ଖାଇବାକୁ ଯାଉଥିଲେ, ତାଙ୍କଠୁ ପଇସା ମାଗି କେତେ ବଦମାସି କରୁଥିଲେ, ତାଙ୍କଠୁ ମିଛ କଥା କହିକି ପଇସା ନେଇକି ବହୁତ କିଛି କରୁଥିଲେ। କିନ୍ତୁ କେବେ ସେ ତାର ହିସାବ ବି ମାଗନ୍ତିନି, କେବେ ଆମକୁ କଷ୍ଟ ଦେଲା ଭଳିଆ କଥା ବି କୁହନ୍ତିନି। ସବୁବେଳେ କୁହନ୍ତି ମୁଁ ତ ମୋ ପିଲାମାନଙ୍କ ପାଇଁ ସବୁ କିଛି କରୁଛି। ହଁ, ବେଳେ ବେଳେ ଆଖି ଆଗରେ ରାଗ ଥାଏ, କିନ୍ତୁ ମନରେ ବହୁତ ସାରା ସ୍ନେହ ଭଲ ପାଇବା ପୂରିକି ଥାଏ। କିନ୍ତୁ ପିଲାମାନେ ଯେତେବେଳେ ବଡ ହେଇଯାଆନ୍ତି ନା, ଯେତେବେଳେ ତାଙ୍କର ବାରି ଆସେ ବାପା ମାଙ୍କ ପାଇଁ କିଛି କରିବାକୁ, ସେତେବେଳେ ପିଲାମାନେ କୁହନ୍ତି ଯେ ମୁଁ ତମ ପାଇଁ ଆଜି ଏଇଠି ପଇସା ଖର୍ଚ୍ଚ କଲି, ମୁଁ ଆଜି ତମକୁ ଏଇଆ ଦେଲି। ଆଉ ଦରକାର ପଡିଲେ ବି ତାଙ୍କ ପଇସା କୋଉଠି ଖର୍ଚ୍ଚ ହଉଛି ତାହାର ବି ହିସାବ ମାଗିବାକୁ ପଛାନ୍ତିନି। ସତରେ ଏ ଦୁନିଆରେ କେତେ ଅଜବ ସବୁ। କାହିଁକି ନା ଯୋଉ ବାପା ମା ସବୁ କିଛି କରିକି ଆମକୁ ମଣିଷ କରିଛନ୍ତି, ଆମେ ତାଙ୍କୁ ହିସାବ ମାଗୁଛେ, ତାଙ୍କୁ କହୁଛେ ତମ ପାଇଁ ଏତେ ଖର୍ଚ୍ଚ କଲେ, କିନ୍ତୁ ସିଏ ଆମ ପାଇଁ ଏତେ ସବୁ କରିକି କେବେ କହିନାହାନ୍ତି ମୁଁ ଏଇଆ କଲି ତମ ପାଇଁ।